ଆଜି ବନେଇବା ବେଲପଣା। ଦେଖନ୍ତୁ ବେଲପଣା ପାଇଁ କ'ଣ କ'ଣ ଆବଶ୍ୟକ। ନଡ଼ିଆ, ସେଓ, ଛେନା, ଅଙ୍ଗୁର, କଦଳୀ ଆଉ ଲଡ଼ୁ। ଏସବୁକୁ ଚୁନ ଚୁନ କରି କାଟିଦେଲା ପରେ ବେଲପଣାରେ ବେଲ ଚୁପୁଡ଼ା ହେଇଥିବ ପାଣିରେ ମିଶାଇକି ସେଥିରେ ଦହିକୁ ପକାଇ ସାରିଲା ପରେ ସେଥିରେ ପକା ହବ କଟା ଯାଇଥିବା ସବୁ ଫ୍ରୁଟ୍ସ, ଆପଲ୍, ଛେନା, ଗ୍ରେପ୍ସ, ବାନାନାକୁ ଆଉ ଟିକେ ଛୋଟ ଛୋଟ କରିକି କାଟିଲେ ଭଲ ହେଇଥାନ୍ତା। ତାପରେ ନଡ଼ିଆ, ତାପରେ ଲଡ଼ୁ କିମ୍ବା ରସଗୋଲା ଯାହା ଥିବ ପକାଇ ପାରିବେ। ଆମ ପାଖରେ ଲଡ଼ୁ ଥିଲା ତ ଲଡ଼ୁ ପକାଇଦେଲୁ। ଆପଣ ଚିନି ଖାଇବାକୁ ଚାହିଁଲେ ଚିନି ମଧ୍ୟ ପକାଇ ପାରିବେ। ଲାଷ୍ଟକୁ ଏଥିରେ ଗୋଲମରିଚ ଆଉ ଗୁଜୁରାତିକି ଗୁଣ୍ଡ କରାହେଇଥିବ ତାକୁ ପକାଇଦେବେ। ପକାଇ ସାରିଲା ପରେ ତାକୁ ଗୋଟେ ଗ୍ଲାସ୍ରେ କାଢ଼ିକି ସର୍ଭ କରିଦେବେ। ଥଣ୍ଡା ଆଇସ୍ ମଧ୍ୟ ପକାଇ ପାରିବେ। ଥଣ୍ଡା ବେଲପଣା ପିଅନ୍ତୁ ଘରେ ବନେଇକି ଆଉ କୁହନ୍ତୁ କେମିତି ଲାଗୁଛି। ଟେଷ୍ଟି ଦେଖାଯାଉଛି। ଆମେ ପିଇବୁ ଏବେ, ତାପରେ କହିବୁ କେମିତି ହେଲା। କମେଣ୍ଟରେ ଆପଣମାନେ ବି